बापरे बाबा सामान्य माछ ପାଇଁ ଏତେ ବଡ଼ ଝଗଡ଼ା ଚାଲନ୍ତୁ ଆଗକୁ ଜଣାଉଛି। ଜୟ ଜଗନ୍ନାଥ। ମୋ ପୂର୍ଣ୍ଣିମା ମୁଁ ମୋ ସ୍ୱାମୀଙ୍କ ସହିତ ବାଙ୍ଗାଲୋରରେ ରହେ। ସକାଳୁ ସକାଳୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଆମର ଝଗଡ଼ା ଷ୍ଟାର୍ଟ ହେଇଗଲା କିଏ କାହା ପସନ୍ଦରେ ମାଛ ଆସିବ। ଆଉ ମୁଁ କହୁଛି ମୋ ପସନ୍ଦରେ ଆସିବ, ସେ କହୁଛନ୍ତି ତାଙ୍କ ପସନ୍ଦରେ ଆସିବ। କିନ୍ତୁ ମାର୍କେଟକୁ ଯାଇକି ସେ 3 ପ୍ରକାର ମାଛ ନେଇକି ପଳେଇ ଆସିଲେ, ଗୋଟେ ତାଙ୍କ ପସନ୍ଦର ଆଉ 2ଟା ମୋ ପସନ୍ଦର। ଆଉ ଆମର ଝଗଡ଼ା ହେଲା କାହିଁକି କହୁଛି ରୁହନ୍ତୁ। ଏଇ ଯେଉଁ ମାଛଟା ଅଛି ମୁଁ ଏଟାକୁ କହୁଛି ପତ୍ରୀ ମାଛ ଆଉ ସିଏ କହୁଛନ୍ତି ଓଳେଇ ମାଛ। ତ ମୁଁ କେବେ ଶୁଣି ନାହିଁ ତ ଓଳେଇ ମାଛ, ମୁଁ ବି ଶୁଣିଛି ସମସ୍ତେ ମାନେ ମୋ ଘରେ ସମସ୍ତେ କୁହନ୍ତି କି ଏଟା ପତ୍ରୀ ମାଛ। ସେଥିପାଇଁ ଆମର ଜୋରସୋର ଝଗଡ଼ା ଲାଗିଗଲା। ହଉ ସେ ଯେଉଁ ମାଛ ବି ହଉ, ରୋଷେଇ କରିଲେ ତ ଖିଆ ହେବାର ଅଛି, ଖାଇବାର ଅଛି ତାକୁ, ସେ ଯେଉଁ ମାଛ ବି ହେଲେ ହେବ। ଆଉ କ'ଣ, ମୋର ପସନ୍ଦିଦା ମାଛ ଆସିଛି, ମୁଁ ଜଲ୍ଦି ଲାଗି ପଡ଼ିଲି ତାକୁ ରୋଷେଇ କରିବା ପାଇଁ। ସାଙ୍ଗମାନେ ଗୋଟେ କଥା ଜାଣିଛନ୍ତି, ଆମର ଏଠି 3-4 ଦିନ ହୋଇଗଲାଣି ଖରା ଆସୁନାହିଁ ତ। ଆଉ ତମମାନଙ୍କର ସେପଟେ ଯଦି ଆସୁଥିବ ତାହେଲେ କହିବ ତ ଆମ ଆଡ଼େ ଟିକେ ଆସିବା ପାଇଁ। ଏତେ ଦିନ ଖରା ହେଉନି ବୋଲି, କାଉଁଳିଆ କରି ରହୁଛି ବୋଲି ଏଠି ବହୁତ ଥଣ୍ଡା ବି ଲାଗୁଛି। ଆଉ ଆଜି ସବୁବେଳେ ମୁଁ ଏକଲା ଫୋନ୍ ଧରିକି ଭିଡ଼ିଓ କରେ। ଆଜି ସ୍ୱାମୀଙ୍କର ଛୁଟି ଅଛି ବୋଲି ତାଙ୍କୁ କ୍ୟାମେରାମ୍ୟାନ୍ ବନେଇ ଦେଇଛି ଭିଡ଼ିଓ କରିବା ପାଇଁ। ଏତେ କଥା ଭିତରେ ରୋଷେଇ ବି ସବୁ ସରିଗଲାଣି। ଆଉ ଚାଲନ୍ତୁ ମୁଁ କ'ଣ କେମିତି ରୋଷେଇ କରିଛି ମୁଁ କହୁଛି ଆପଣଙ୍କୁ। ଏଠି କରିଦେଇଥିଲି ଚିଙ୍ଗୁଡ଼ି ପକେଇକି ଘାଣ୍ଟ ଡାଲମା କରିଦେଇଥିଲି। ଏଟା ଗୋଟେ ତାଙ୍କ ମାଛ କ'ଣ ସେ ଆଣିଥିଲେ ମୁଁ ଜାଣିନାହିଁ ତ। ଏଟା ଚିଙ୍ଗୁଡ଼ି ମାଛ ରସୁଣ ପକେଇକି ଛେଚିଥିଲି। ଏଟା ଆଉ ପତ୍ରୀ ମାଛ ତରକାରୀ କରିଥିଲି ଖଟା ମିଠା ଦେଇକି। ଆଉ ମୋ ସ୍ୱାମୀ ମୋତେ ଖୁଆଇଦେଲେ। ମୁଁ ଖାଇକିନା ଦେଖିଲି ବହୁତ ଭଲ ଲାଗୁଛି। ମାନେ ମୁଁ ଚିଙ୍ଗୁଡ଼ି ଡାଲମା ଫାର୍ଷ୍ଟ ଟାଇମ୍ ପାଇଁ ଖାଇଲି, ତଥାପି ମୋତେ ବହୁତ ଭଲ ଲାଗେ। ଯାହା ହଉ ପ୍ରଥମ ଥର କରି ଚିଙ୍ଗୁଡ଼ି ଡାଲମା କରିଥିଲି, ସେଟା ବି ବହୁତ ଭଲ ଲାଗିଲା। ରହିଲି ସାଙ୍ଗମାନେ, ନେକ୍ସଟ ଭିଡ଼ିଓରେ ଦେଖା ହେବ। ଜୟ ଜଗନ୍ନାଥ।